ଜିଖରୀୟ ଅଧ୍ୟାୟ 5। ଅନନ୍ତର ମୁଁ ପୁନର୍ବାର ଆପଣା ଚକ୍ଷୁ ଟେକି ଅନାଇଲି, ଆଉ ଦେଖ ଉଡ଼ନ୍ତା ଏକ ନଳାକାର ପୁସ୍ତକ। ପୁଣି ସେ ମୋତେ କହିଲେ, ତୁମ୍ଭେ କ'ଣ ଦେଖୁଅଛ? ତହିଁରେ ମୁଁ ଉତ୍ତର କଲି, ମୁଁ ଉଡ଼ନ୍ତା ନଳାକାର ଏକ ପୁସ୍ତକ ଦେଖୁଅଛି। ତହିଁର ଦୈର୍ଘ୍ୟ 20 ହାତ ଓ ପ୍ରସ୍ଥ 10 ହାତ। ତେବେ ସେ ମୋତେ କହିଲେ, ଏହା ସମୁଦାୟ ଦେଶ ଉପରକୁ ବାହାରିଯିବା ଅଭିଶାପ। କାରଣ ଯେ ପ୍ରତ୍ୟେକ ଲୋକ ଚୋରି କରେ, ସେ ତହିଁର ଏକ ପାର୍ଶ୍ୱ ଅନୁସାରେ ପରିଷ୍କୃତ ହେବ, ଓ ଯେ ପ୍ରତ୍ୟେକ ଲୋକ ଶପଥ କରେ, ସେ ତହିଁର ଅନ୍ୟ ପାର୍ଶ୍ୱ ଅନୁସାରେ ପରିଷ୍କୃତ ହେବ। ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ତାହାକୁ ବାହାର କରାଇ ଆଣିବା, ଆଉ ତାହା ଚୋରର ଗୃହରେ ଓ ଯେ ଆମ୍ଭ ନାମରେ ମିଥ୍ୟା ଶପଥ କରେ, ତାହାର ଗୃହରେ ପ୍ରବେଶ କରିବ। ପୁଣି ତାହାର ଗୃହ ମଧ୍ୟରେ ରହି କାଷ୍ଠ ଓ ପଥର ସମେତ ତାହା ଗ୍ରାସ କରିବ। ଏଉତାରେ ମୋ ସଙ୍ଗେ ଯେଉଁ ଦୂତ କଥା କହୁଥିଲେ, ସେ ବାହାରେ ଆସି ମୋତେ କହିଲେ, ଏବେ ତୁମ୍ଭେ ଚକ୍ଷୁ ଟେକି ଦେଖ, ଏହି ଯାହା ବାହାରକୁ ଯାଉଅଛି ତାହା କ'ଣ? ତହିଁରେ ମୁଁ କହିଲି, ଏ କ'ଣ? ତହୁଁ ସେ କହିଲେ, ଏହା ଅଇଫା ପାତ୍ର ଯାହା ବାହାରକୁ ଯାଉଅଛି। ସେ ଆହୁରି କହିଲେ, ଏହା ସମୁଦାୟ ଦେଶସ୍ଥ ଲୋକଙ୍କର ପ୍ରତିରୂପ ଅଟେ। ଆଉ ଦେଖ, 1 ମହଣ ପରିମିତ ସୀସା ଉପରକୁ ଉଠାଗଲା, ଆଉ ସେହି ଅଇଫା ମଧ୍ୟରେ ଏକ ସ୍ତ୍ରୀ ବସୁଅଛି। ପୁଣି ସେ ମୋତେ କହିଲେ, ଏହା ଦୁଷ୍ଟତା ସ୍ୱରୂପା, ଆଉ ସେ ସେହି ସ୍ତ୍ରୀ କି ଅଇଫା ମଧ୍ୟରେ ପକାଇଦେଲେ ଓ ତହିଁର ମୁହଁରେ ସେହି ସୀସାର ଓଜନ ଦେଲେ। ସେତେବେଳେ ମୁଁ ଆପଣା ଚକ୍ଷୁ ଟେକି ଦେଖିଲି, ଆଉ ଦେଖ, 2 ସ୍ତ୍ରୀ ବାହାରି ଆସିଲେ, ଆଉ ସେମାନଙ୍କ ପକ୍ଷ ପୁଟରେ ବାୟୁ ଥିଲା। ସେମାନଙ୍କର ପକ୍ଷ ଚରଳର ପକ୍ଷ ପରି ଥିଲା, ଆଉ ସେମାନେ ପୃଥିବୀ ଓ ଆକାଶ ମଧ୍ୟରେ ସେ ଅଇଫାକୁ ଉଠାଇଲେ। ତହିଁରେ ଯେଉଁ ଦୂତ ମୋ ସଙ୍ଗେ କଥା କହୁଥିଲେ, ମୁଁ ତାଙ୍କୁ କହିଲି, ଏମାନେ କେଉଁ ସ୍ଥାନକୁ ଅଇଫା ବହି ନେଉଅଛନ୍ତି? ଏଥିରେ ସେ ମୋତେ କହିଲେ, ସିନିୟର ଦେଶରେ ସେହି ସ୍ତ୍ରୀ ପାଇଁ ଏକ ଗୃହ ନିର୍ମାଣ କରିବାକୁ। ପୁଣି ତାହା ପ୍ରସ୍ତୁତ ହେଲେ, ସେଠାରେ ସେ ସ୍ତ୍ରୀ ଆପଣା ସ୍ଥାନରେ ସ୍ଥାପନ କରାଯିବ।